ମଙ୍ଗଳାଙ୍କଠି ତାର ବାର୍ଷିକ ଉତ୍ସବ କରିକି ରନ୍ଧନ ବିନ୍ଧନ କରିକି ଲୋକଙ୍କୁ ଖାଇବାକୁ ଦେଇ ଲୋକ ଖାଉଥିଲେ ଅମୁକ ସମୟ ହଉଥିଲା ହଉଥିଲା ନା ନାହିଁ ହଉ ନା ତାଙ୍କର ରହିଗଲା ଗୋଟେ କାମ ତାଙ୍କର ରହିଗଲା ନାଇଁ ମୁଁ କହୁଛି ପ୍ରବଚନ କଥା ନେବି କହିଦେଲେ ଶୁଣୁ କିନ୍ତୁ ପ୍ରତ୍ୟେକ ବର୍ଷ ଦୋଳ ପୂର୍ଣ୍ଣିମା ଦିନ ମଙ୍ଗଳାଙ୍କ ଠାରେ ବାର୍ଷିକ ଉତ୍ସବ କରାଯାଉଛି ଏଠି କର ନଚେତ ମଙ୍ଗଳାଙ୍କ କର ଯୋଉ 5, 10 ଜଣ 15 ଜଣ ହବ ଅରୁଆ ଡାଲମା ଖଟା ସେଠି କରାଯିବ ସେଇ ପ୍ରକାର ନୀତି ବାଇଦଳ ବାବଦର ଆବିର୍ଭାବ ରହିବ। ହଁ ଯା ସେଇ କଥା ସିଦ୍ଧାନ୍ତ କର ଯେମିତି ଚାଲୁଥିଲା ସେମିତି ଚାଲିବ। ନାଇଁ ମୁଁ ଖାଲି କବି ମତେ ଭୁଲ କରିବ ନାଇଁ ମୋର ଭୁଲ ହବ ନାଇଁ ମୁଁ ସେ କଥା ଭାବିଲି ନାଇଁ ଏଠି କରିକି କରିବ ଭଲ କଥା ହଉଛି କିଏ କରିବ କିଏ କରିକି କରିବ କହୁନ ସିଏ ସେଇଟା ଆଉ ତମେ କାଇଁ ବସୁନ କହିଲ ସିଏ କାଇଁ ବକବ କହୁଛି ସିଏ କିଏ କରିବ ଦୁର୍ସାହନାକୁ ତମକୁ ଏକାଠି ବସେଇଦେଲେ ରାତି ଯାକ ଚାଲିଥିବ ମାନେ ପାଲା ମୋର ଦରକାର ନାହିଁ ମୁଁ ସେ କଥା ଚାହୁଁଛି ଓଡ଼ିଆ କଥା ମୋ କଥାଟା କହୁଛ ମୁଁ ଅବସ୍ଥା କଥା କହିବି ଦୋଳ ପୂର୍ଣ୍ଣିମା ଦିନ ମଙ୍ଗଳାଙ୍କ ଠାରେ କାଇଁ ବକବ କହୁଛ ଦୋଳ ପୂର୍ଣ୍ଣିମା ଦିନ ମଙ୍ଗଳାଙ୍କ ଠାରେ ବାର୍ଷିକ ଉତ୍ସବ ଉଡ଼ିଖେଳ ବଳଦିନ ହୁଏ হয় না নাই না তুমি যাইতে না নাই কেতন করতে না নাই ଯୋଉ ପ୍ରକାର କର ସେଇ ପ୍ରକାର ନୀତି ନିୟମକୁ ସଜାଇକି ରଖ। କେତେ ହଉଥିବ ସେ ପ୍ରଫୁଲ୍ଲ ମହାପାତ୍ର ଯାଉ କି ଏକ୍ସ ୱାଇ ଜେଡ୍ ଯାଉ ମାନେ ସେଠି ହଉ ନଚେତ ଏଠି କେତନ କରିବ ଏଠି ଖାଇବ भूल है दादा मत ठीक कहला हेलो अनुनु खारू की हांज भी दे की हां जणे घर बसिला देउळ फंकटा ସେଇଠି ନା ସେ ଘଣ୍ଟ କାହାଳିଆ କାହାଣୀ କହୁଛି କବି ନିଜେ ରୋଷେଇ କରେ ମାନେ ଆମେ ଯଦି ଶୁଭୁନି ଚାଉଳଟା ଆମେ ତ ଝାଞ୍ଜଟାକୁ ପକେଇବୁ ଚାଉଳଟା ଆମେ ଶୁଭୁନି ଆମେ କେମିତି ପକେଇବୁ ଉଠାଡ଼େ ଉଠାଡ଼େ ଏବେ ତ କହିଲେ ବୋଲି ଝାଞ୍ଜା ଧୁତି ପଳେଇଲା ଆଜି ଆଇଲାନି ଆଜି ଆସିନି ଦୋଳ ପୂର୍ଣ୍ଣିମା ଦିନ ହୁଏ।